ବାଲେଶ୍ୱର ସହରର ବଙ୍କାଖୋଜୁରୀ ଛକରୁ ବାସୁଦେବପୁର ପର୍ଯ୍ୟନ୍ତ ଲମ୍ବିଥିବା ନିମିକି ସଡ଼କରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏମିତିକି ଏହି ରାସ୍ତାରେ ଡକାୟତ, ଚୋରି, ଗୋଚାଲାଣ ଆଦି ବୃଦ୍ଧି ପାଉଛି। ବର୍ଷ ବର୍ଷ ଧରି ଅସାମାଜିକଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ବେଳେ ପୋଲିସ ନିରବଦ୍ରଷ୍ଟା ସାଜିଛି। ଏନେଇ ଆନ୍ଦୋଳନର ଚେତାବନୀ ଦେଇଛି ପୂର୍ବାଞ୍ଚଳ ବିକାଶ ପରିଷଦ। ଏପ୍ରିଲ 21 ତାରିଖ ସହରସ୍ଥିତ ଷ୍ଟେସନ କ୍ଲବରେ ପୂର୍ବାଞ୍ଚଳ ବିକାଶ ପରିଷଦ ଆବାହକ ବିପିନ ବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତନୟ କୁମାର ମହାନ୍ତି, ବିପ୍ଳବ ଯାଦବ, ସିମନ ଦାସ ମହାପାତ୍ର, ମାନସ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ। ଅଭିଯୋଗ ଅନୁସାରେ ବାସୁଦେବପୁରରୁ ବଙ୍କାଖୋଜୁରୀ ଛକ ପର୍ଯ୍ୟନ୍ତ ଲମ୍ବିଥିବା ନିମିକି ସଡ଼କଟି 7ଟି ଥାନା ଦେଇ ଯାଇଛି। ଅନନ୍ତପୁର ଗୋପାଳପୁର ଥାନା ସଡ଼କ ସହିତ ସଂଲଗ୍ନ ଥିବାବେଳେ ସାଉଡ ଓ କସବା ଅଞ୍ଚଳ ମଧ୍ୟ ନିମିକି ସଡ଼କ ସହିତ ସଂଲଗ୍ନ ରହିଛି। ଏହା ବ୍ୟତୀତ ସର, ଖନ୍ତାପଡ଼ା ସଦର ଥାନା, ଚାନ୍ଦିପୁର ଓ ଟାଉନ ଥାନାର ବିଭିନ୍ନ ଗ୍ରାମାଞ୍ଚଳ ଦେଇ ଏହି ସଡ଼କଟି ଯାଇଛି। ଏତେ ଗୁଡ଼ିଏ ଥାନା ଓ ପୋଲିସ ଫାଣ୍ଡି ଥିବା ବେଳେ ଏହି ରାସ୍ତାରେ ଛିନତାଇ, ଡକାୟତ, ଅବାଧ ଗୋଚାଲାଣ ବୃଦ୍ଧି ପାଉଛି। ଏଥିସହିତ ନିମିକି ସଡ଼କଟି ଚୋରା ମଦ ବ୍ୟବସାୟୀ ଓ ଧଳାଜହର କାରବାର ଅତ୍ୟଧିକ ବଢ଼ିବାରେ ଲାଗିଛି। ବର୍ଷ ବର୍ଷ ଧରି ଅସାମାଜିକ ଲୋକଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ବେଳେ ପୋଲିସ ନିରବଦ୍ରଷ୍ଟା।